ମୁଁ ରଜତ କୁମାର ମିଶ୍ର ସମ୍ବିଧାନର ଶପଥ ନେଇକି କହୁନାହିଁ, ବରଂ ମହାପ୍ରଭୁ ଜଗନ୍ନାଥଙ୍କର ଶପଥ ନେଇକି କହୁଛି ଯେ ନିଶ୍ଚିତ ଭାବରେ ମୋ ରାଜ୍ୟକୁ ମୁଁ ଗୋଟିଏ ମଡେଲ ରିକ୍ରୁଟର ଷ୍ଟେଟ୍ ବା ଆମେ କହିପାରିବା ରିକ୍ରୁଟମେଣ୍ଟରେ ଚୟନ ପ୍ରକ୍ରିୟାରେ ଓଡ଼ିଶା ରାଜ୍ୟ ଗୋଟିଏ ଆଦର୍ଶ ରାଜ୍ୟ ଭାବରେ ପରିଗଣିତ ହେବ ଆଉ ଅନ୍ୟ ରାଜ୍ୟମାନେ ଏଠାକୁ ଆସି ଶିଖିବେ, ସେଇଟା ମୁଁ କରିବା ପାଇଁ 100% ଚେଷ୍ଟା କରିବି। ଆପଣମାନେ କହିପାରନ୍ତି ଯେ ଆପଣ ତ ମୁଖ୍ୟମନ୍ତ୍ରୀ ନୁହନ୍ତି, ଆପଣ ରାଜନୀତିରେ ନାହାନ୍ତି, ତାହେଲେ କେମିତି ଆପଣ ଏଟା କରିବେ? ମୁଁ କେବଳ ଏତିକି କହିବାକୁ ଚାହେଁ, ମୋ ପାଇଁ ମୁଖ୍ୟମନ୍ତ୍ରୀ ଯଦି କିଏ ସିଏ ହେଉଛନ୍ତି ସ୍ୱୟଂ ପ୍ରଭୁ ଜଗନ୍ନାଥ। ଆପଣ ଶୁଣିଥିବେ ଯେ ଉତ୍କଳର ନାହିଁ ନେତା ପ୍ରୟୋଜନ, ଉତ୍କଳର ନେତା ସ୍ୱୟଂ ନାରାୟଣ। ମୁଁ ସେଇଟାକୁ ଟିକେ ମଡିଫାଏ କରିକି ଅନେକ ସମୟରେ ଆପଣମାନଙ୍କୁ ବି କହିଛି, ଉତ୍କଳେ ନେତାର ନାହିଁ କିଛି ଅର୍ଥ, ଉତ୍କଳର ନେତା ସ୍ୱୟଂ ଜଗନ୍ନାଥ। ତେଣୁ ମୋ ପାଇଁ ମୋ ନେତା ହେଉଛନ୍ତି ପ୍ରଭୁ ଜଗନ୍ନାଥ। ତାଙ୍କର ସାନ୍ନିଧ୍ୟରେ, ତାଙ୍କର ଦୟାରେ, ତାଙ୍କ କୃପାରେ ନିଶ୍ଚିନ୍ତ ଭାବରେ ଆମେ ସମସ୍ତେ ଚେଷ୍ଟିତ ହେବା ସହଯୋଗର ହାତ ବଢ଼େଇ ସେଇ ବରିଷ୍ଠ ଅଧିକାରୀମାନେ ଯେଉଁମାନେ ଅଛନ୍ତି, ଯଦି ସେମାନଙ୍କର ସଚୋଟ ପଣିଆର ତାରିଫ କରି ସେମାନଙ୍କର ସହଯୋଗ ନେବା, ନିଶ୍ଚିତ ଭାବରେ ଆମ ରାଜ୍ୟକୁ ଗୋଟିଏ ମଡେଲ ରିକ୍ରୁଟର ବା ପବ୍ଲିକ ରିକ୍ରୁଟର ଷ୍ଟେଟ୍ ଭାବରେ ଗଢ଼ି ତୋଳିବା। ଜୟ ଜଗନ୍ନାଥ। ଜାଗ ଓଡ଼ିଶା, ଜଗା ଓଡ଼ିଶାର ଆଉ ଏକ ଅଧ୍ୟାୟକୁ ଆପଣମାନଙ୍କୁ ପୁଣି ଥରେ ସ୍ୱାଗତ। ଯେମିତି ସବୁବେଳେ ମୁଁ ଆପଣମାନଙ୍କୁ କହି ଆସିଛି, ଆମେ ସମସ୍ତେ ମିଶିଲେ ଜଗା ଓଡ଼ିଶା ବା ଜଗନ୍ନାଥମୟ ଆଦର୍ଶ ଗୌରବଶାଳୀ ଆତ୍ମନିର୍ଭର ଓଡ଼ିଶା ଗଠନ ହେଇପାରିବ। ଆଉ ନିଶ୍ଚିତ ଆମେମାନେ ସେଇଟା କରିକି ଦେଖେଇବା। ଆଉ ସେଥିପାଇଁ ସବୁଠୁ ବଳିଷ୍ଠ ଯଦି ଅବଦାନ କାହାର ରହିଛି, ସେ ଜାଣନ୍ତୁ ସାଧାରଣ ନାଗରିକଙ୍କ ପରେ ସରକାରୀ ପଦାଧିକାରୀ ଯେଉଁମାନେ ଅଛନ୍ତି ଆଉ ବିଭିନ୍ନ ବିଭାଗରେ ଯେଉଁମାନେ କାର୍ଯ୍ୟରତ ଅଫିସର ହୁଅନ୍ତୁ, କର୍ମଚାରୀ ହୁଅନ୍ତୁ, ସମସ୍ତେ। କିନ୍ତୁ ସେଇ କର୍ମଚାରୀ ଚୟନରେ ବା ରିକ୍ରୁଟମେଣ୍ଟ ପ୍ରୋସେସରେ ଯଦି ଅନିୟମିତତା ରହେ, ଦୁର୍ନୀତି ରହେ, ତାହେଲେ ଆମେ କେବେ ବି ଦୁର୍ନୀତିରୁ ଆମ ରାଜ୍ୟକୁ ବା ଏ ପ୍ରଶାସନକୁ କେବେ ମୁକୁଳେଇ ପାରିବା ନାହିଁ। ସେଥିପାଇଁ ମୋର ପ୍ରୟାସ ରହିଛି, ମୋ ନିଜର ଭିକ୍ଟିମାଇଜେସନ ପରେ ମୁଁ ନିଜେ ଯେତେବେଳେ ଦୁର୍ନୀତିର ଶିକାର ହେଇଥିଲି, ମୁଁ ଏବେ ବି ଆତ୍ମବିଶ୍ୱାସର ସହିତ କହିବାକୁ ଚାହୁଁଛି ଯେ ମୋ ସହିତ ଯୋଉଟା ହେଇଛି ସେଇଟା ନ ହେବାକୁ ଦେବା ପାଇଁ ମୁଁ ସବୁବେଳେ ପ୍ରୟାସରତ ରହିଛି। କୋଉମାନେ ମତେ ବିଶ୍ୱାସ କରନ୍ତୁ ନ କରନ୍ତୁ ସେଇଟା ଫରକ ପଡେନି, କିନ୍ତୁ ଯେତେବେଳେ ବରିଷ୍ଠ ବ୍ୟକ୍ତିବିଶେଷ ଯେଉଁମାନେ ପ୍ରକୃତରେ ଇଣ୍ଟେଲେକ୍ଚୁଆଲ ବୁଦ୍ଧିଜୀବୀ ଯେଉଁମାନେ ଅଛନ୍ତି, ସେମାନେ ଯେତେବେଳେ ଇଣ୍ଟରାକ୍ଟ କରନ୍ତି ମୋ ସହିତ, ସେମାନଙ୍କର ଆଶୀର୍ବାଦ ବି ମୁଁ ପାଇଛି, ତା ସହିତ ସେମାନଙ୍କର ସହଯୋଗ ଆଉ ସେମାନଙ୍କ ପାଖରୁ ସେ ପ୍ରେରଣା ପାଇଛି ବା ସେମାନେ ସବୁବେଳେ ମତେ ଉତ୍ସାହିତ କରିଛନ୍ତି, ଯୋଉଟା ମୁଁ ଏ ପର୍ଯ୍ୟନ୍ତ କରୁଛି। ଆପଣମାନେ ଜାଣିଛନ୍ତି ଯେ ଦୁନିଆରେ ଆପଣ ଯଦି ଭଲ କାମ କରିବେ, କିଛି ଲୋକ ଭଲ କହିବେ, କିଛି ଲୋକ ଖରାପ କହିବେ। ଯେଉଁମାନେ ଅସୁବିଧାରେ ପଡୁଥିବେ, ଆପଣଙ୍କ ଦ୍ୱାରା ଯଦି ତାଙ୍କର କିଛି ଭଲ ହେଲା, ନିଶ୍ଚିତ ଭାବରେ ସେମାନେ ଖୁସି ହେଇଯିବେ। ଆଉ କେତେ ଜଣ ଯେତେବେଳେ ସଫଳତା ପାଇଯାଆନ୍ତି, ତ୍ୟାଗ ଦେଖାଯାଏ ନାହିଁ। ଯୋଉ ତ୍ୟାଗଟା ଅନ୍ୟମାନେ କରିଥାନ୍ତି, ତାଙ୍କ ପଥ କୁସୁମିତ ହେଇଥାଏ, ସେ ଜିନିଷ ସେମାନେ ଭୁଲି ଯାଆନ୍ତି। ଆପଣ ବିଗତ ଦିନରେ ଅନେକ ରିକ୍ରୁଟମେଣ୍ଟ ପ୍ରୋସେସରେ ଦେଖିଛନ୍ତି, ଯୋଉଠି ବି ଯେତେବେଳେ କୋଉଠି କୌଣସି ସମସ୍ୟା ହେଇଛି ବା ମତେ ଜଣେଇଛନ୍ତି, ମୁଁ ନିଜେ ବ୍ୟକ୍ତିଗତ ଭାବରେ ପ୍ରଚେଷ୍ଟାରତ ଅଛି। ଆଉ ଅନ୍ୟ ଭାଇ ଭଉଣୀ ମାନେ ଯେଉଁମାନେ ଅଛନ୍ତି, ସେମାନେ ସବୁବେଳେ ସହଯୋଗ କରିଛନ୍ତି। ଆଜି ବି ବହୁତ ଜଣ ଅଛନ୍ତି ଯେଉଁମାନେ ମତେ ସହଯୋଗ କରୁଛନ୍ତି। ଆଉ ଅନେକ ଭାଇ ଭଉଣୀ ଏମିତି ଅଛନ୍ତି, ସହଯୋଗ ସିନା କରୁନାହାନ୍ତି କିନ୍ତୁ ଦୁଃଖ ବାଣ୍ଟିଛନ୍ତି। ମୁଁ ସେଇଥିପାଇଁ ଗର୍ବ ଅନୁଭବ କରେ, ମୁଁ ଆଜି ହୁଏତ ପ୍ରଶାସନିକ ଅଧିକାରୀ ଭାବରେ କୋଉଠି କାର୍ଯ୍ୟରତ ନୁହେଁ, ଆଇନରେ ସ୍ନାତକ ପାଇସାରିଲା ପରେ ତାପରେ ମୁଁ ଯେତେବେଳେ ଦେଖେ ଯେ ପ୍ରକୃତରେ ଆପଣ ଯଦି ନ୍ୟାୟ ଦେବାକୁ ଚାହିଁବେ, ସେଥିପାଇଁ କୋର୍ଟର ଆବଶ୍ୟକତା ନୁହେଁ, ଗୋଟେ ଭଲ ହାର୍ଟର ଆବଶ୍ୟକତା ଅଛି। ସେଇଥିପାଇଁ ମୁଁ ସବୁବେଳେ ଚେଷ୍ଟିତ ଥାଏ ଯେ ନ୍ୟାୟ ସବୁଠି ଦେବାର ଆବଶ୍ୟକତା ଅଛି, ଘରେ ହଉ, ବାହାରେ ହଉ ବା ନ୍ୟାୟାଳୟରେ। ଆପଣମାନଙ୍କୁ ମୁଁ ଆଜି କିଛି ସନ୍ଦେଶ ଦେବାକୁ ଚାହୁଁଛି, ଆଉ ଆପଣମାନେ ସେଇଟାକୁ ମନ ଦେଇ ଶୁଣନ୍ତୁ। ଆଉ ଆପଣମାନଙ୍କର ସହଯୋଗ ନିହାତି ଦରକାର। ଆପଣମାନଙ୍କୁ ପ୍ରଥମେ ଆକ୍ସେପ୍ଟ କରିବାକୁ ପଡିବ, ଆପଣ ବରିଷ୍ଠ ଅଧିକାରୀ ହୁଅନ୍ତୁ ବା କୌଣସି ଜାଗାରେ ପ୍ରାଇଭେଟରେ ଆପଣ କାମ କରୁଥାନ୍ତୁ, ଅଭିଭାବକ ହିସାବରେ ବା ଜଣେ ସଚେତନ ନାଗରିକ ହିସାବରେ ମୁଁ ଏତିକି କହିବାକୁ ଚାହେଁ, ଆମକୁ ଆକ୍ସେପ୍ଟ କରିବାକୁ ପଡିବ ଯେ ରିକ୍ରୁଟମେଣ୍ଟ ପ୍ରୋସେସରେ ବା ଚୟନ ପ୍ରକ୍ରିୟାରେ ଦୁର୍ନୀତି ଅଛି। ସବୁବେଳେ ଦୁର୍ନୀତିଟାକୁ କାଇଣ୍ଡରେ ନବାନି। ବହୁତ ସମୟରେ ବିଭିନ୍ନ ଅଲଗା, ଯେମିତି ଆମର ନେପୋଟିଜିମ୍, ଫେଭରିଟିଜିମ୍ ଏସବୁ ବି ରହିଛି।
ଆମରି ବାପା ଭାଇମାନେ ସେଠି ରହିଛନ୍ତି, ଆମେ ନିଜେ ବେଳେବେଳେ ନିଜେ କରପ୍ସନରେ ଇନଭଲ୍ଭ ହେଇଯାନ୍ତି ବା ଆମେ ଫାଇଦା ଉଠାନ୍ତି କାହାକୁ ପରିଚୟ ନେଇକି ହଉ ବା ଅନ୍ୟ କିଛି ଉପାୟରେ। ମୁଁ କେବଳ ଆପଣମାନଙ୍କୁ ଏତିକି କହିବାକୁ ଚାହେଁ, ଦୁର୍ନୀତି ମୁକ୍ତ କରିବାକୁ ହେଲେ ଚୟନ ପ୍ରକ୍ରିୟାକୁ ଆପଣ ସମସ୍ତଙ୍କର ସହଯୋଗ ନିହାତି ଆବଶ୍ୟକ। ହୁଇସିଲ୍ ବ୍ଲୋୟର ହିସାବରେ ହଉ ବା ଆପଣ ସଚେତନ ନାଗରିକ ହିସାବରେ ସ୍ୱର ଉଠେଇକି ହଉ, ଆପଣ ନିଶ୍ଚିତ ଭାବରେ ଦୁର୍ନୀତିକୁ କମ୍ କରିପାରିବେ। ଅନେକ ଭଲ ପିଲା ପରିଶ୍ରମ କରୁଛନ୍ତି ଆଉ ନିଯୁକ୍ତି ବି ପାଉଛନ୍ତି, କିନ୍ତୁ ଯେତେବେଳେ ତାଙ୍କର ପରଫର୍ମାନ୍ସ ଟିକେ କମି ଯାଉଛି ସେତେବେଳେ ଆଉ ସେମାନେ ସେଇ ଲେଭେଲରେ କମ୍ପିଟ୍ କରିପାରୁନାହାନ୍ତି। କାହିଁକି ନା ବିଭିନ୍ନ ଉପାୟରେ ଅନେକ ବ୍ୟକ୍ତିବିଶେଷ ନିଜର ପଇସା ଖର୍ଚ୍ଚ କରି ପଦବୀ ହାତେଇବାକୁ ଚେଷ୍ଟା କରୁଛନ୍ତି ଆଉ ସେଥିରେ ସଫଳ ବି ରହୁଛନ୍ତି। ଆମକୁ ମାନିବାକୁ ପଡ଼ିବ ଯେ ନିଶ୍ଚିନ୍ତ ଏଥିରେ ସ୍କୋପ୍ ରହିଛି ଦୁର୍ନୀତିର। ସେଇ ସ୍କୋପ୍ ଯେଉଁ ରହିଛି, ଅପରଚ୍ୟୁନିଟି ଯେଉଁମାନେ ପାଉଛନ୍ତି ତାକୁ ବନ୍ଦ କରିବା ପାଇଁ ଏଠି ଗୋଟେ ହୋଲିଷ୍ଟିକ୍ ଆପ୍ରୋଚ୍, କୋଅପରେଟିଭ୍ ଆପ୍ରୋଚ୍ ଦରକାର। ମୁଁ ସବୁବେଳେ ଏଥିପାଇଁ ଚେଷ୍ଟିତ ଅଛି, ଆପଣମାନଙ୍କର ସହଯୋଗ ବି ସବୁବେଳେ ମିଳିଛି। ଆଉ ମୁଁ କେବେ ଆଶା କରିବି ନାହିଁ ସମସ୍ତେ ସହଯୋଗ କଲେ ହବ ବୋଲି, କାହିଁକି ନା ଏ ଦୁନିଆରେ ଆମେ ବେଶୀ ଆଶା କରିପାରିବା ନାହିଁ। କିନ୍ତୁ ଏ କଥା ମୁଁ ଅତ୍ୟନ୍ତ ରେସ୍ପନ୍ସିବିଲିଟି ସହିତ, ଗମ୍ଭୀରତାର ସହିତ କହିବାକୁ ଚାହେଁ। ଯେମିତି ଆପଣମାନେ ଜାଣିଛନ୍ତି, ପୂର୍ବରୁ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେଇଭଳି ଭାବରେ ସିଏ ଯେତେବେଳେ କାର୍ଯ୍ୟଭାର ଗ୍ରହଣ କଲେ 1999 ମହାବାତ୍ୟା ପରେ, ସିଏ ଏ ଓଡ଼ିଶା ରାଜ୍ୟକୁ ଅନ୍ତତଃ ପକ୍ଷେ ଗୋଟିଏ ମଡେଲ ଷ୍ଟେଟ୍ କଲେ ଡିଜାଷ୍ଟର ମ୍ୟାନେଜମେଣ୍ଟ ପାଇଁ। ମୁଁ ଆଜ୍ଞା ରାଜନୀତିରେ ନାହିଁ, ନା ସେମିତି କୌଣସି ଅଭିପ୍ରାୟ ରଖିକି ମୁଁ ଏକଥା କହୁଛି, କିନ୍ତୁ ମୁଁ ଏତିକି କହିବାକୁ ଚାହେଁ, ସ୍ୱପ୍ନ ଦେଖିବାକୁ କାହାକୁ ମନା ନାହିଁ ଆଉ ସେଥିପାଇଁ ପ୍ରଚେଷ୍ଟା କରିବାକୁ ନିଶ୍ଚିତ ଭାବରେ ମୋ ପାଖରେ ସେ ଧୈର୍ଯ୍ୟ ରହିଛି, ସାହସ ବି ରହିଛି ଆଉ ମହାପ୍ରଭୁଙ୍କର ଆଶୀର୍ବାଦ ରହିଛି ବୋଲି ମୁଁ ନିଜେ ଅନୁଭବ କରିଛି। ସେଥିପାଇଁ ମୁଁ କହିବାକୁ ଚାହେଁ, ମୁଁ ରଜତ କୁମାର ମିଶ୍ର ଏଇଟା ସମ୍ବିଧାନର ଶପଥ ନେଇକି କହୁନାହିଁ, ବରଂ ମହାପ୍ରଭୁ ଜଗନ୍ନାଥଙ୍କର ଶପଥ ନେଇକି କହୁଛି ଯେ ନିଶ୍ଚିତ ଭାବରେ ମୋ ରାଜ୍ୟକୁ ମୁଁ ଗୋଟିଏ ମଡେଲ ରିକ୍ରୁଟର ଷ୍ଟେଟ୍ ବା ଆମେ କହିପାରିବା ରିକ୍ରୁଟମେଣ୍ଟରେ, ଚୟନ ପ୍ରକ୍ରିୟାରେ ଓଡ଼ିଶା ରାଜ୍ୟ ଗୋଟିଏ ଆଦର୍ଶ ରାଜ୍ୟ ଭାବରେ ପରିଗଣିତ ହେବ ଆଉ ଅନ୍ୟ ରାଜ୍ୟମାନେ ଏଠାକୁ ଆସି ଶିଖିବେ, ସେଇଟା ମୁଁ କରିବା ପାଇଁ 100% ଚେଷ୍ଟା କରିବି। ଆପଣମାନେ କହିପାରନ୍ତି ଯେ ଆପଣ ତ ମୁଖ୍ୟମନ୍ତ୍ରୀ ନୁହନ୍ତି, ଆପଣ ରାଜନୀତିରେ ନାହାନ୍ତି, ତାହେଲେ କେମିତି ଆପଣ ଏଟା କରିବେ? ମୁଁ କେବଳ ଏତିକି କହିବାକୁ ଚାହେଁ, ମୋ ପାଇଁ ମୁଖ୍ୟମନ୍ତ୍ରୀ ଯଦି କିଏ, ସିଏ ହେଉଛନ୍ତି ସ୍ୱୟଂ ପ୍ରଭୁ ଜଗନ୍ନାଥ। ଆପଣ ଶୁଣିଥିବେ ଯେ ଉତ୍କଳର ନାହିଁ ନେତା ପ୍ରୟୋଜନ, ଉତ୍କଳର ନେତା ସ୍ୱୟଂ ନାରାୟଣ। ମୁଁ ସେଇଟାକୁ ଟିକେ ମଡିଫାଏ କରିକି ଅନେକ ସମୟରେ ଆପଣମାନଙ୍କୁ ବି କହିଛି, ଉତ୍କଳେ ନେତାର ନାହିଁ କିଛି ଅର୍ଥ, ଉତ୍କଳର ନେତା ସ୍ୱୟଂ ଜଗନ୍ନାଥ। ତେଣୁ ମୋ ପାଇଁ ମୋ ନେତା ହେଉଛନ୍ତି ପ୍ରଭୁ ଜଗନ୍ନାଥ ଆଉ ନିଶ୍ଚିତ ଭାବରେ ତାଙ୍କର ସାନ୍ନିଧ୍ୟରେ, ତାଙ୍କର ଦୟାରେ, ତାଙ୍କ କୃପାରେ ଆମେ ସମସ୍ତେ ଚେଷ୍ଟିତ ହେବା ସହଯୋଗର ହାତ ବଢ଼େଇ ସେଇ ବରିଷ୍ଠ ଅଧିକାରୀମାନେ ଯେଉଁମାନେ ଅଛନ୍ତି, ଯଦି ସେମାନଙ୍କର ସଚୋଟ ପଣିଆର ତାରିଫ କରି ସେମାନଙ୍କର ସହଯୋଗ ନେବା, ନିଶ୍ଚିତ ଭାବରେ ଆମ ରାଜ୍ୟକୁ ଗୋଟିଏ ମଡେଲ ରିକ୍ରୁଟର ବା ପବ୍ଲିକ ରିକ୍ରୁଟର ଷ୍ଟେଟ୍ ଭାବରେ ଗଢ଼ି ତୋଳିବା। ଆଉ ଏଇଟା ନିଶ୍ଚିତ ଭାବରେ ହେଇପାରିବ। ନେଗେଟିଭକୁ ଆମେ ଆକ୍ସେପ୍ଟ କରିବା, ଲୁପହୋଲ୍ସକୁ ଆମେ ମାନିବା, କିନ୍ତୁ ବିଶ୍ୱାସ ରଖିବା ଯେ ହଁ 100% କରପ୍ସନ୍ ନାହିଁ। ତେଣୁ ଅନେକ ଭଲ ପିଲା ମଧ୍ୟ ପାଉଛନ୍ତି, କିନ୍ତୁ ଆପଣ ଏଇଟା ବି ଆମକୁ ଆକ୍ସେପ୍ଟ କରିବାକୁ ପଡ଼ିବ ଯେ ଜଣେ ପରିଶ୍ରମ କରୁଥିବା ଛାତ୍ରଛାତ୍ରୀ ସବୁବେଳେ 100% ମାର୍କ ରଖିପାରିବ ନାହିଁ। ଯଦି କୌଣସି କମ୍ପିଟେଟିଭ୍ ଏକ୍ଜାମରେ ସିଏ କମ୍ ମାର୍କ ରଖୁଛି, କିନ୍ତୁ ସେଇଟା ଏନାଫ୍ ଗୋଟେ ସିଟ୍ ପାଇବାକୁ, ଯଦି ଏଠି ସଚୋଟତାର ସହିତ ପରୀକ୍ଷା ପରିଚାଳନା ହୁଏ, ତାହେଲେ ନିଶ୍ଚିତ ଭାବରେ ତାକୁ ଯଦି ଆମେ ଡିପ୍ରାଇଭ୍ କରୁଛନ୍ତି, ତାକୁ ଆମେ ଦୋଷ ଦେଇପାରିବା ନାହିଁ ଯେ ତୁ 100% ରଖିକି କାହିଁକି ଆସିଲୁନି ଅନ୍ୟ ପିଲାମାନଙ୍କ ପରି। ସେଇଟା ଏତେ ସହଜ ନୁହେଁ। ନିଜର ପରଫର୍ମାନ୍ସର ଗୋଟେ ଲିମିଟ୍ ଥାଏ, ସେ ଲିମିଟ୍ ପର୍ଯ୍ୟନ୍ତ ଜଣେ ଯାଇପାରିବ। ଆଉ ଯଦି ଜଣେ ପରିଶ୍ରମ କରିକି ତାର ମାକ୍ସିମମ୍ ଏଫର୍ଟ ଦେଉଛି, ଦୁର୍ନୀତି ପାଇଁ ସେ ବଳି ପଡ଼ିଯାଉଛି, ଏ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସେଥିପାଇଁ ମୁଁ ଆପଣଙ୍କୁ କହିବାକୁ ଚାହେଁ ଯେ ଗୋଟିଏ ବି ଡିଜର୍ଭିଂ କ୍ୟାଣ୍ଡିଡେଟ୍ ବଳି ନ ପଡ଼ିଯାଉ, ସେଇଟା ମୋର ଚେଷ୍ଟା ରହିଛି। ଆଉ ନିଶ୍ଚିତ ଭାବରେ ଆପଣମାନେ ବି ପରେ ଉପଲବ୍ଧି କରିବେ ସେ ଦିଗରେ ମୁଁ ଯେମିତି ଆଗେଇବା କଥା ଆଗେଇଛି। ଯେପର୍ଯ୍ୟନ୍ତ ମୁଁ ବଞ୍ଚିଛି
ଆଉ ଯେ ପର୍ଯ୍ୟନ୍ତ ମୁଁ ମୋର ନିଜ ନିୟନ୍ତ୍ରଣରେ ରହିଛି ମୁଁ ନିଶ୍ଚିତ ଭାବରେ ଚେଷ୍ଟା କରୁଛି ଆଉ ସଫଳ ହେବି ବୋଲି ମୋର ଆତ୍ମବିଶ୍ୱାସ ରହିଛି ଯେ କୌଣସି ଗୋଟିଏ ପିଲା ମଧ୍ୟ କେବେ ବଳି ପଡ଼ିବ ନାହିଁ ଦୁର୍ନୀତି ପାଇଁ। କାହିଁକି ନା ଯଦି ଦୁର୍ନୀତିରେ ଗୋଟେ ଡିଜର୍ଭିଂ କ୍ୟାଣ୍ଡିଡେଟ୍ ବଳି ପଡ଼ିଯାଉଛି କେବଳ ସେଇ ପିଲା ସେ ପରିବାର ପାଇଁ ଏହା କ୍ଷତି ନୁହେଁ ବରଂ କ୍ଷତି ହେଉଛି ସମାଜର। କାରଣ ଅସତ୍ ଉପାୟ ଅବଲମ୍ବନ କରି ଯେଉଁମାନେ ସେ ଡିପାର୍ଟମେଣ୍ଟରେ ପଶୁଛନ୍ତି ସେ ନିଜେ ଯାହା କରୁଛନ୍ତି ତ ଆପଣ ଜାଣିଛନ୍ତି ତା ସହିତ ଅନେକ ଡିଜର୍ଭିଂ ଅନେଷ୍ଟ ଅଫିସର ମାନଙ୍କୁ ବା କର୍ମଚାରୀ ମାନଙ୍କୁ ସେ ବହୁତ ଅସୁବିଧାରେ ପକାଉଛନ୍ତି। ସେମାନେ ହୁଏତ ପରଫର୍ମାନ୍ସ ସେଇଭଳି ଭାବରେ କରିପାରୁନାହାନ୍ତି ନହେଲେ ଡିମୋଟିଭେଟ୍ ହେଇଯାଉଛନ୍ତି ଏଇଭଳି ଅପାରଗ ତୋଷାମଦିଆ ତା ସହିତ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କୁ ତାଙ୍କ ପାଖରେ ଦେଖି ଆମେ ଚେଷ୍ଟା କରିବା ଯଦି ପ୍ରକୃତରେ ଆମେ ସମାଜରେ ବା ବିଭିନ୍ନ ବିଭାଗରେ ଦୁର୍ନୀତିକୁ ମୂଳୋତ୍ପାଟନ କରିବାକୁ ଆମେ ଚାହୁଁଛନ୍ତି ତାହେଲେ ରିକ୍ରୁଟମେଣ୍ଟ ପ୍ରୋସେସରେ ସ୍ୱଚ୍ଛତା ହିଁ ଏ ଦିଗରେ ସର୍ବଶ୍ରେଷ୍ଠ ପନ୍ଥା ହେବ ବୋଲି ମୁଁ ବିଶ୍ୱାସ କରେ। ମୁଁ ଆଶା କରିବି ଆପଣମାନେ ଯେଉଁମାନେ ମୋ କଥାରେ ବିଶ୍ୱାସ କରୁଛନ୍ତି ସେମାନେ ସହଯୋଗ କରନ୍ତୁ। ଯେଉଁମାନେ ପାଠ ପଢ଼ି ଆଗକୁ ଯିବାକୁ ଚାହୁଁଛନ୍ତି ଆପଣମାନେ ନିର୍ଭୟରେ ପାଠ ପଢ଼ନ୍ତୁ ଆଉ ଏଇସବୁ ନକାରାତ୍ମକ ଜିନିଷକୁ ମୁଣ୍ଡରେ ପୁରାନ୍ତୁ ନାହିଁ। କିନ୍ତୁ ମୁଁ ଯେମିତି କହିଲି ସତକୁ ଗ୍ରହଣ କରନ୍ତୁ ଆଉ ସେଇଥିରେ କେମିତି ଆପଣ କ'ଣ ପ୍ରଚେଷ୍ଟା କରିପାରିବେ ଯାହାଫଳରେ ଦୁର୍ନୀତିକୁ କମ୍ କରିପାରିବେ ସେଥିପାଇଁ ଚେଷ୍ଟିତ ରୁହନ୍ତୁ। ଜଣେ ଅଭିଭାବକ ହିସାବରେ ହେଉ ବା ଜଣେ କ୍ୟାଣ୍ଡିଡେଟ୍ ହିସାବରେ ହେଉ ସାଧାରଣ ନାଗରିକ ହିସାବରେ ହେଉ ଆପଣଙ୍କ କର୍ତ୍ତବ୍ୟକୁ ଭୁଲି ଯାଆନ୍ତୁ ନାହିଁ। ତୁଳସୀ ଦୁଇ ପତ୍ରରୁ ବାସିଲା ପରି ଯଦି ଆପଣ ଏବେ ସେଥିପାଇଁ କର୍ଣ୍ଣପାତ କରୁନାହାନ୍ତି ଆଉ ଆପଣ ଯଦି ଆଶା କରୁଛନ୍ତି ଆପଣ ଅଧିକାରୀ ହେଲେ ବହୁତ କିଛି କରିଦେବେ ମୁଁ ଆପଣଙ୍କୁ କହି ରଖୁଛି ଦିନେ ଆପଣ ନିଜେ ପଶ୍ଚାତାପ କରିବା ହିଁ ସାର ହେବ। ରହୁଛି ନମସ୍କାର ଜୟ ଜଗନ୍ନାଥ।